ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଏଇ 3 ଜଣିଆ ଟିମ୍ ପାକିସ୍ତାନ ଯାଉଛନ୍ତି ଆଲୋଚନା କରିବା ପାଇଁ, ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କରିବା ପାଇଁ। ଏଇ ଯୋଉ ଖବର ସାମ୍ନାକୁ ଆସିଥିଲା ୟାକୁ ବର୍ତ୍ତମାନ ମିଛ ବୋଲି ସିଧାସଳଖ ଇରାନର ଯୋଉ ଅଛି ଗଣମାଧ୍ୟମ ପକ୍ଷରୁ ବର୍ତ୍ତମାନ ସୂଚନା ପାଇଲାଣି। ତେଣୁ ଇରାନ ୟାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି। ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଇରାନ ବର୍ତ୍ତମାନ ରାଜି ହେଇନାହିଁ। ଆଉ ଇରାନ ନିଜ ଆଡୁ କହୁଛି ଯେ ଯେତେବେଳେ ଗୋଟିଏ ଜାଗାରେ ତମେ ଘେରାବନ୍ଦୀ କରିଛ ସେପଟେ ବାରମ୍ବାର ହଉଛି ବ୍ଲେମ ଗେମ୍ ଖେଳୁଛ, ଅର୍ଥାତ୍ ହଉଛି ସୋସିଆଲ ମିଡିଆରେ ବାରମ୍ବାର ଏ କଥାକୁ ଦାବି କରୁଛ ଯେ ଇରାନ ବର୍ତ୍ତମାନ ହାରି ଯାଇଛି, ଆମେରିକା ଜିତିଗଲା। ତ ଏଇଭଳି ଭାବରେ ଯୋଉଭଳି ଭାବରେ ପ୍ରେସର ଟାକ୍ଟିକ୍ସ ଚଲେଇଛି ଆମେରିକା, ତ ଗୋଟେ ପଟେ ହଉଛି ଘେରାବନ୍ଦୀ, ପ୍ରେସର ଟାକ୍ଟିକ୍ସ, ତାପରେ ତା ଯୋଉ ଡିମାଣ୍ଡ ରହିଛି, ଯୋଉ ଡିମାଣ୍ଡ ଗୁଡାକ ମାନେ ଇରାନ ପକ୍ଷରେ ପାଳିବା ସମ୍ଭବ ନୁହେଁ। ତ ସେଭଳି ହିସାବରେ ଏ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାକୁ ଯିବାର କୌଣସି ଆବଶ୍ୟକତା ନାହିଁ। ତ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଗଲେ ବି ଆଲୋଚନା ବିଫଳ ହବ। ତେଣୁ ବର୍ତ୍ତମାନ ଇରାନ ସେଇ ପୋଜିସନରୁ ନିଜକୁ ପଛକୁ ଘୁଞ୍ଚୁଛି ଯେତେ ପର୍ଯ୍ୟନ୍ତ ଗୋଟେ ସ୍ପଷ୍ଟ ଚିତ୍ର ନ ଆସିଛି ଯେ ଆମେରିକା ଯାହା ଚାହୁଁଛି ତାହା ହେଇପାରିବ ନାହିଁ, ଇରାନ ଯାହା ଚାହୁଁଛି ତାର କିଛିଟା ହେଲେ କଥା ରହିବ, ସେତେ ପର୍ଯ୍ୟନ୍ତ ଇରାନ କହୁଛି ଆମକୁ ଆଲୋଚନା ଟେବୁଲକୁ ଯିବାର ଆବଶ୍ୟକତା ନାହିଁ।